ଆଜି ଶୁଣିବା ଉପନ୍ୟାସ ଅସବର୍ଣ୍ଣ। ଔପନ୍ୟାସିକ ବିଭୂତି ପଟ୍ଟନାୟକ। ଭାଗ 9। କାଲି ରାତିରେ କଙ୍କି ପାଇଁ ଅଳକା ଗୋଟାଏ ଲାଲ ଫ୍ରକ୍ କିଣି ଆଣିଛି। ରଜ ଆଉ କୁଆଁର ପୁନେଇରେ ସେଇ କେତେ ବର୍ଷ ହେଲା ନିୟମିତ ନୂଆ ପ୍ୟାଣ୍ଟ ଫ୍ରକ୍ କିଣିଦିଏ। ତାର ବାପା ପ୍ରଧାନବାବୁ ଗୋଟିଏ ଘରୋଇ ଛାପଖାନାର କମ୍ପୋଜିଟର। ମାସକୁ 300 ଟଙ୍କା ଦରମା ମିଳେ। ପାଠ୍ୟପୁସ୍ତକ ଛାପା ସମୟରେ ଓଭରଟାଇମ୍ କାମ କଲେ ଆଉ 100-150 ଟଙ୍କା ଅଧିକ ତାଙ୍କ ହାତକୁ ଆସେ। କିନ୍ତୁ ଗତବର୍ଷଠାରୁ ତାର ଦୃଷ୍ଟିଶକ୍ତି ହ୍ରାସ ପାଇବା ଫଳରେ ଡାକ୍ତର ରାତିରେ କମ୍ପୋଜ କାମ ନ କରିବାକୁ ବାରଣ କରିଛନ୍ତି। ଫଳରେ ଓଭରଟାଇମ୍ ଟଙ୍କା ଆଉ ସହଜରେ ହାତକୁ ଆସେ ନାହିଁ। ବାହାଘର ସମୟରେ କଙ୍କିର ବାପା ସେମାନଙ୍କ ବାହାଘର କାର୍ଡ଼ଟା ମାଗଣାରେ ଛାପି ଦେଇଥିଲା। ଯେତେ ଯାଚିଲେ ମଧ୍ୟ ଛାପା ଖର୍ଚ୍ଚ ନେଲା ନାହିଁ। ଅଳକା ବାଧ୍ୟ କରିଥିଲା, ଯୁକ୍ତି ବାଢ଼ିଥିଲା, ପ୍ରେସ୍ଟା ତ ଆଉ ତମର ନୁହେଁ ଆକୁଳି ବାବୁ, ବାହାଘର କାର୍ଡ଼ ପାଇଁ ମୋଠାରୁ ଟଙ୍କା ନ ନେବା ଅର୍ଥ ପ୍ରେସ୍ ମାଲିକଙ୍କୁ ତମକୁ ହାତରୁ ଟଙ୍କା ଦେବାକୁ ପଡ଼ିବ। ଆକୁଳି ପ୍ରଧାନ ମୁହଁରେ ଏକ ମଲ୍ଲିଫୁଲିଆ ହସ ଚହଟାଇ ଦେଇ ଉତ୍ତର ଦେଲା, ଆପଣ ମୋ ଝିଅକୁ ଜମ ହାତରୁ ଜୋର କରି ଟାଣି ଆଣିଛନ୍ତି। ଆପଣଙ୍କ ବାହାଘରରେ ଏ ଛୋଟ ଉପକାରଟି ନ କଲେ ମୋତେ ନର୍କରେ ପଡ଼ି ବହୁଦିନ ଘାଣ୍ଟି ହେବାକୁ ପଡ଼ିବ। ସେ ନର୍କ ଯନ୍ତ୍ରଣା ବଡ଼ ଭୟଙ୍କର। ତା ଅପେକ୍ଷା ମୋତେ 40-50 ଟଙ୍କାରେ ଛୋଟ ଉପକାରଟିଏ କରି ସେ ନର୍କ ଯନ୍ତ୍ରଣାରୁ କାଣିଚାଏ ମୁକ୍ତ କରନ୍ତୁ। ତାପରେ ଟଙ୍କା ନେବା ପାଇଁ ଅଳକା ତାକୁ ବାଧ୍ୟ କରିପାରିନଥିଲା। ହସ୍ପିଟାଲରେ ଚାକିରି କଲା ଦିନୁ ସେ କେତେ ବଡ଼ଲୋକ, ପ୍ରକାଣ୍ଡ ରାଜନୀତିଜ୍ଞମାନଙ୍କ ପିଲାମାନଙ୍କୁ ପ୍ରାଣ ଦେଇ ଚିକିତ୍ସା କରିଛି, ଆରୋଗ୍ୟ କରିଛି। ସେମାନଙ୍କ ଭିତରୁ ଅନେକେ ଶୁଖିଲା ଧନ୍ୟବାଦଟିଏ ମଧ୍ୟ ଦିଅନ୍ତି ନାହିଁ। ବରଂ ରୋଗୀ ନିଜ ଦୋଷରୁ ଆରୋଗ୍ୟ ହେବାରେ ବିଳମ୍ବ ଘଟିଲେ ଡାକ୍ତରାଣୀଙ୍କ ଦୋଷ ଦେଇ ହସ୍ପିଟାଲରୁ ବଦଳି କରାଇଦେବାର ଧମକ ଦିଅନ୍ତି। କିନ୍ତୁ ପ୍ରଧାନବାବୁଙ୍କ ଭଳି ଲୋକ ଡାକ୍ତରାଣୀଙ୍କ ଋଣ ନ ଶୁଝିଲେ ନର୍କରେ ପଡ଼ି କଷ୍ଟ ପାଇବାର ଅଳୀକ ଭୟରେ ଅଥୟ ହେଉଥାନ୍ତି। ସୁବିଧା ପାଇଲେ ଛୋଟ ବଡ଼ ଉପକାର କରିବା ପାଇଁ ଅପେକ୍ଷା କରି ଜଗି ବସିଥାନ୍ତି। ଦିନେ ସେ ଆକୁଳି ପ୍ରଧାନଙ୍କୁ ପଚାରିଥିଲା, ଏତେ କମ୍ ଟଙ୍କା ମାସିକ ଆୟରେ ଏତେ ବଡ଼ ପରିବାର ଚଳାନ୍ତି କିପରି? ଏ ମହରକ କାଳରେ 300-400 ଟଙ୍କା ତ କିଛି ନୁହେଁ। ଛାପାଖାନାର କାଳିର ବିବର୍ଣ୍ଣ ଲୁଗା, ହାଫ୍ ସାର୍ଟ ପିନ୍ଧା ସେଇ ଖର୍ବକାୟ ମଣିଷଟିଏ ତାର କଥା ଶୁଣି ହସିଥିଲା। ଉତ୍ତର ଦେଇଥିଲା, ଭଗବାନ ଚଳାଇ ନିଅନ୍ତି। ଅରକ୍ଷିତକୁ ତ ଦଇବ ସାହା। ଏ କଙ୍କି ବେମାର ପଡ଼ିଥିଲା ବେଳେ ଆପଣଙ୍କ କଣ୍ଠରେ ଭଗବାନ ବିଜେ କରିନଥିଲେ ଆପଣ ମୋ ଆଖିରୁ ଲୁହ ପୋଛି ଦେଇ କହିଥାନ୍ତେ, କିଛି ଚିନ୍ତା କର ନାହିଁ, ମୁଁ ଅଛି, କଙ୍କିର ଦାୟିତ୍ୱ ମୋର। ଆକୁଳି ପ୍ରଧାନ କଥା ଶୁଣି ସେଦିନ ତାର ଅବିବାହିତା କୁମାରୀ ମନ କଙ୍କି ପ୍ରତି ଏକ ଅପୂର୍ବ ଅପତ୍ୟ ସ୍ନେହରେ ଉଠିଥିଲା। ମନରେ ଜାଗିଥିଲା ଅକୃତଜ୍ଞ ପୃଥିବୀରେ ସେ କୃତଜ୍ଞ ମଣିଷଟି ପ୍ରତି ଗଭୀର ମମତା। କଙ୍କି ତାକୁ ମା ବୋଲି ଡାକିଲା ବେଳେ ତା ଛାତି ଆନନ୍ଦରେ ପୂରି ଉଠିଥିଲା। କଙ୍କି ମନକୁ ସ୍ନେହ ଓ ମମତାର ବନ୍ଧନରେ ଛନ୍ଦି ଦେଇଛି। ସେଥିପାଇଁ କାଲି ଏଇ ନାଲି ଫ୍ରକ୍ଟା ପାଇଁ ଦୋକାନୀ ଯେତେବେଳେ 55 ଟଙ୍କା ଦାବୀ କଲା, ମୁହୂର୍ତ୍ତେ ସୁଦ୍ଧା ଓଠକୁ ଦାନ୍ତରେ କାମୁଡ଼ି ନେବ କି ନ ନେବ ଭାବିନଥିଲା। ନିଜର ରକ୍ତର ସନ୍ତାନ ପାଇଁ ଭଲ ଜିନିଷଟିଏ କିଣୁଥିବା ଭଳି ଆନନ୍ଦିତ ମନରେ ମୂଲଚାଲ ନ କରି ସେ ଫ୍ରକ୍ଟି କିଣି ଆଣିଥିଲା। କଙ୍କିକୁ ଫ୍ରକ୍ଟା ଖୁବ୍ ଭଲ ମାନିବ। ତାର ବାପା ବୋଉ ମଧ୍ୟ ଦାମିକନାର ଫ୍ରକ୍ ଦେଖି ଖୁସି ହୋଇଯିବେ। ଫ୍ରକ୍ ଦେଖି ଭଗୀରଥ ପଚାରିଥିଲା, କେତେ ଟଙ୍କା ପଡ଼ିଲା? କେଜାଣି କାହିଁକି ଅଳକା ସ୍ୱାମୀ ଆଗରେ ଫ୍ରକ୍ର ଠିକ୍ ଦାମ୍ କହିବା ପାଇଁ ଅପ୍ରତିଭ ବୋଧ କରିଥିଲା। ଉତ୍ତର ଦେଇଥିଲା, 30 ଟଙ୍କା। 30 ଟଙ୍କାକୁ ଭଲ ହୋଇଛି। ବାହାଘର ଆଗରୁ ଯେତିକି ଟଙ୍କାରେ ଫ୍ରକ୍ କିଣି ଦେଉଥିଲ, ଏ ଟଙ୍କାର ପରିମାଣ ତାଠାରୁ କମ୍ ନୁହେଁ ତ? ତା ନହେଲେ ପ୍ରଧାନବାବୁ ଭାବିବ ବାହାଘର ପରେ ତୁମେ କୃପଣ ହୋଇଯାଇଛ। ଭଗୀରଥ ସ୍ତ୍ରୀକୁ ଖୁଞ୍ଚା ଦେଲା। ଅଳକା ଉତ୍ତର ଦେଲା, ମୁଁ ଯେତେ ବାଜେ କନାର ଫ୍ରକ୍ କିଣିଦେଲେ ବି ସେମାନେ ମୋତେ କୃପଣ କେବେ ଭାବିବେ ନାହିଁ। ଆଚ୍ଛା, ମୁଁ ଭାବୁଛି ଆମେ ସିଦ୍ଧପାଟଣା ବିଦ୍ୟାମନ୍ଦିରକୁ ଚାଲିଗଲା ପରେ କଙ୍କିକୁ ମଧ୍ୟ ସାଙ୍ଗରେ ନେଇଯିବା। ଛୁଆଟାକୁ ଛାଡ଼ି ଚାଲିଯିବାକୁ ମନ ହେଉନି। ସାଙ୍ଗରେ ନେଇଯିବା କଥା କହିଲେ ଆକୁଳି ବାବୁ ବୋଧହୁଏ ମନା କରିବେ ନାହିଁ। କ'ଣ କହୁଛ? ମୁଁ କ'ଣ ମନା କରୁଛି? କିନ୍ତୁ ଆଗ ସିଦ୍ଧପାଟଣାରେ ବିଦ୍ୟାମନ୍ଦିର ସେବା ସଦନ ହେଉ ତ। ସେ ତ ଆହୁରି ବର୍ଷେ ଡେରି ଅଛି। ଏ ପର୍ଯ୍ୟନ୍ତ ଜମି ଦଖଲକୁ ନିଆ ହୋଇନି। ନବଘନ ସାମନ୍ତରାୟ ଜବରଦସ୍ତି ଏଇ 8 ଦିନ ତଳେ ତରତର କରି ଗୋଟାଏ ଭାଟି ପୋଡ଼ି ଦେଇଛି। ଭଗୀରଥ କଣ୍ଠସ୍ୱରରେ ଗୋଟାଏ ଭଙ୍ଗା ଦେଉଳ ଭିତରର ପ୍ରତିଧ୍ୱନି ଶୁଣାଗଲା।
ତାର ଚାହାଣୀରେ ଫୁଟି ଉଠିଲା ଏକ ଅଜଣା ସନ୍ଦେହର ମୁଦ୍ରା। ଅଳକା ସାନ୍ତ୍ୱନା ଦେଲା, ସରକାରୀ ଜମିରେ ସରକାର ସ୍କୁଲ ଡାକ୍ତରଖାନା କରିବେ। ଆଉ ଜଣେ କିଏ ଇଟା ଭାଟି ତିଆରି କରିଦେଲେ କ'ଣ ହେଲା? ମନ୍ତ୍ରୀ ପରା ଘର ଶୁଭା ଦେବାକୁ ଯିବେ। ମନ୍ତ୍ରୀକୁ ବୋଧହୁଏ ନବଘନ ସାମନ୍ତରାୟ ଧରାଧରି କରିଛି। ମନ୍ତ୍ରୀ ଯିବେ କି ନାହିଁ ସନ୍ଦେହ। ଅସବର୍ଣ୍ଣମାନଙ୍କ ଶିକ୍ଷା ଓ ସ୍ୱାସ୍ଥ୍ୟର ଉନ୍ନତି ପାଇଁ ସେମାନଙ୍କର ସମର୍ଥନ କେବଳ ମୌଖିକ ଆନ୍ତରିକ ନୁହେଁ। ଦେଖାଯାଉ। ବାହାରକୁ ଯିବା ପାଇଁ ଭଗୀରଥ ପୋଷାକ ବଦଳାଇଲା। ଠିକ୍ ଏତିକିବେଳେ ଗେଟ୍ ଖୋଲା ହେବାର ଶବ୍ଦ ହେଲା। ଝରକା ବାଟେ ଅଳକା ଚାହିଁ ଦେଖିଲା କଙ୍କି ଆସୁଛି। ଭଗୀରଥ ସହିତ କଙ୍କିର ଦେଖା ହେଲା। ସେ ତାକୁ ମୁହଁ ହଲାଇ କ'ଣ ପଚାରିଲା। ଅଳକା ଦୂରରୁ ଶୁଣିପାରିଲା ନାହିଁ, କିନ୍ତୁ ଲକ୍ଷ୍ୟ କଲା କଙ୍କି କିଛି ଉତ୍ତର ଦେଲା ନାହିଁ। ଝିଅଟା ଭାରି ଲାଜକୁଳି। ତା ପାଖରେ ଖୋଲା ମନରେ ଯେମିତି କଥାବାର୍ତ୍ତା ଆଉ ଦୁଷ୍ଟାମି କରେ, ଭଗୀରଥ ପାଖରେ ସେ ସେତିକି ଅପ୍ରତିଭ, ସଙ୍କୁଚିତ। ତାକୁ ଦେଖି ଅଳକା ପଚାରିଲା, ଆଜି ଏତେ ଡେରି ହେଲା ଯେ? ମୁଁ ତ ଆଉ ଟିକିଏ ଡେରି ହୋଇଥିଲେ ହସ୍ପିଟାଲ ଚାଲି ଯାଇଥାନ୍ତି। କଙ୍କି ତା ପାଦ ତଳେ ମୁଣ୍ଡ ଲଗାଇ ପ୍ରଣାମ କରିବା ଆଗରୁ ଉତ୍ତର ଦେଲା, ବାଃ, ମୁଁ ମୁଣ୍ଡିଆ ମାରିଥାନ୍ତି କେମିତି? ବାପା କହିଲେ ନୂଆ ଫ୍ରକ୍ ପିନ୍ଧିଛୁ, ଯା ତୋ ମାଆକୁ ମୁଣ୍ଡିଆ ମାରିଆ। କଙ୍କି ଯେ ଗୋଟାଏ ନୂଆ ଫ୍ରକ୍ ପିନ୍ଧିଛି ସେ କଥା ଏପର୍ଯ୍ୟନ୍ତ ଲକ୍ଷ୍ୟ କରିନଥିଲା ଅଳକା। ତାର କଥା ଶୁଣି ତା ଫ୍ରକ୍ ଆଡ଼କୁ ଚାହିଁଲା। ସତରେ ସେ ନୂଆ ଗୋଟାଏ ଫ୍ରକ୍ ପିନ୍ଧିଛି, କିନ୍ତୁ ଫ୍ରକ୍ର ରଙ୍ଗ ଏଭଳି ମଳିନ ଆଉ କନା ଏତେ ସାଧାରଣ ଯେ ଲକ୍ଷ୍ୟ ନ କଲେ ସହଜରେ ଦୃଷ୍ଟି ପଡ଼େ ନାହିଁ। ଏ ଫ୍ରକ୍ ତୋ ପାଇଁ କିଏ ଆଣିଛି? ବାପା? ଅଳକା ପ୍ରଶ୍ନ କଲା। ନା, ମାମୁଁ। ମାମୁଁ କାଲି ଆସି ପହଞ୍ଚିଥିଲେ। ମୋ ମାମୁଁଙ୍କୁ ଦେଖିଛ? ମୁଣ୍ଡ ଉପରେ ଗୋଲ ହୋଇ ଗୋଟାଏ ଚନ୍ଦା, ନିଜେ କହି ନିଜେ ହସି ଉଠିଲା କଙ୍କି। ଅଳକା ଚାକରାଣୀକୁ କେକ୍ ଆଣିବାକୁ କହିଲା। ତାପରେ ମ୍ୟାଜିକ୍ ଦେଖାଉଥିବା ଭଳି କାଗଜ ଖୋଳ ଭିତରୁ ଲାଲ ଭଏଲର ଫ୍ରକ୍ଟା କାଢ଼ିଦେଲା। ଦେଖ ନା, ଏ ଫ୍ରକ୍ ତ ମନକୁ ପାଉଛି। ଫ୍ରକ୍ ଦେଖି କଙ୍କିର ଆଖି ଦୁଇଟିଏ ସ୍ୱପ୍ନ ଦେଖୁଥିବା ଭଳି ବିହଳିତ ହୋଇ ଉଠିଲା। ସେ ଖୁବ୍ ଆସ୍ତେ ଆସ୍ତେ କହିଲା, ଖୁବ୍ ସୁନ୍ଦର ହୋଇଛି। ଏଇଟା କ'ଣ ମୋ ପାଇଁ? ଦେଖି ଦେଖି। ସେ ଛୁଟି ଆସି ଅଳକା ହାତରୁ ଫ୍ରକ୍ଟା ନେଇ ନିଜ ଦେହକୁ ମାପି ବସିଲା। ବିଲକୁଲ ଫିଟ୍ ହେଉଛି। ସେ ଆଉ ଥରେ ପଚାରିଲା, ମା, ଏ ଫ୍ରକ୍ଟା କ'ଣ ମୋ ପାଇଁ? ଆଉ କ'ଣ ମୁଁ ପିନ୍ଧିବି? କାଲି ରାତିରେ ଯାଇ ତୋ ପାଇଁ ପରା ଫ୍ରକ୍ କିଣି ଆଣିଛି। ନେ, କେକ୍ ଖା, ତାପରେ ଫ୍ରକ୍ଟା ପିନ୍ଧି ଘରକୁ ଯିବୁ। ତା ପିଠି ଆଉଁଶି ଦେଇ ଅଳକା ତାକୁ ଗେହ୍ଲ କଲା। କିନ୍ତୁ ଅଳକାର କଥା ଶୁଣି କଙ୍କି ମୁହଁରେ ଆନନ୍ଦ ଉଲ୍ଲାସ ବଦଳରେ ତା ଦୁଇ ଆଖିରେ କଳା ଡୋଳର ଭୟରେ ଛାୟା ଥିଲା। ସେ କହିଲା, ମା, ବୋଉ ମନେ କରିଛି ତମର ଫ୍ରକ୍ ପିନ୍ଧିବା ପାଇଁ। କାହିଁକିରେ? ମୁଁ ତ ତୋ ପାଇଁ ପ୍ରତିବର୍ଷ ରଜ, କୁଆଁର ପୁନେଇକୁ ନୂଆ ଫ୍ରକ୍ ପ୍ୟାଣ୍ଟ କିଣିଦିଏ। ଅଳକା ବିସ୍ମୟରେ ପ୍ରଶ୍ନ କଲା। ତମେ କୁଆଡ଼େ ବାଉରି ବରକୁ ବାହା ହୋଇଛ, ଏଣିକି ତମ ଘରୁ ଫ୍ରକ୍ ନେବାକୁ ସେ ମନା କରିଛି। ସାଇରେ ଲୋକେ ଥଟ୍ଟା କରିବେ। ମୁଣ୍ଡ ତଳକୁ ପୋତି ଖୁବ୍ ଧୀରେ ଧୀରେ ଉତ୍ତର ଦେଲା କଙ୍କି। ତାର ସେ କେତୋଟି ଶବ୍ଦ ଉଚ୍ଚାରଣରେ ଅଳକାର ବହୁଦିନର ଆଦରର ଖେଳଘର ଭାଙ୍ଗିଗଲା। ତାର ତଣ୍ଟି ଅଠା ଅଠା ହୋଇ ଆସିଲା। ସେ ଲକ୍ଷ୍ୟ କଲା ଭଙ୍ଗା ବାଲିଘର ସଢ଼େଇ ଭଳି ସେ ଭଏଲ କନାର ଫ୍ରକ୍ଟା ଚେୟାର ବାଡ଼ରେ ପଡ଼ି ରହିଛି। ତାର ଦୃଢ଼ ଆତ୍ମବିଶ୍ୱାସ ଉପରେ ଏଭଳି ପ୍ରଚଣ୍ଡ ଆଘାତ ଲାଗିବ ବୋଲି ସେ କୌଣସି ଦିନ କଳ୍ପନା କରିନଥିଲା। କଙ୍କି ଭୟଭୀତ କଣ୍ଠରେ ପଚାରିଲା, ମା, ତମେ କାନ୍ଦୁଛ? ଶାଢ଼ୀ କାନିରେ ଆଖି ପୋଛି ନେଇ ଅଳକା କହିଲା, କାଇଁ, ନାଇଁ ତ। ପୁଅ ଭଲ ଅଛି ତ? ଆଉ କ'ଣ ସବୁ କହୁଥିଲା? ଭଗିଆ ବୋଉ ମହିଦାସକୁ ଆଉ ଥରେ ପଚାରିଲା। ପ୍ରଥମ ଥର ଶୁଣି ମଧ୍ୟ ନ ଶୁଣିଲା ଭଳି ମହିଦାସ ବାରି ଦେଇଥିଲେ। ଏଥର କିନ୍ତୁ ସ୍ତ୍ରୀର କଥାକୁ ସେ କାଟିଦେଇ ଚାଲିଯାଇ ପାରିଲା ନାହିଁ। ଉତ୍ତର ଦେଲା, କହିଲି ତ ଭଲ ଅଛି। କେତେ ଦୁଗୁଣେଇ ହୋଇ ସେ ଗୋଟାଏ କଥାଟାକୁ ପଚାରୁଛୁ? ମୋତି ଧୋବଗାଡ଼ିଆ ପୋଖରୀ କରରୁ କଲମ ଶାଗ ପାଛିଆ ଆଣିଦେଇ ରଖିଦେଇ ଯାଇଛି ଗାଁ ଭିତରକୁ। ସେ ଶାଗ ପାଛିଆ ବାସି ବସିଥିଲା ଭଗିଆ ବୋଉ। ଗେରସ୍ତର ଉତ୍ତର ଶୁଣି ତା ମନର ସନ୍ଦେହ ତଥାପି ଗଲା ନାହିଁ। ସେ ପଚାରିଲା, ତମେ ମୋତେ କ'ଣ ନୁଚଉଛ? ତା ଦେହ ଭଲ ଅଛି ତ? ତାକୁ ଦେଖି ଆଇଲା ଦିନୁ କେମିତି ଗୁମାରି ବସିଛ କାହିଁକି? ଆଉ କାନତରାଟି ବାବୁ ତମକୁ ପୁଅ ପାଖକୁ ପଠାଇଲା ତାଙ୍କ ଇଟା ଭାଟି ପଡ଼ିଆର ସରକାର ଘର ତୋଳିବାକୁ, ଯେମିତି ସେ ଜିଦ୍ ନ କରେ। ତାକୁ ବୁଝାଇବାକୁ ଗଲ, ଆଉ କ'ଣ କହୁଛ ନା? ଭଗିଆ ବୋଉ ମୁହଁରୁ କଥା ଝାମ୍ପି ନେଇ ମହିଦାସ କହିଲା, ବାଟରେ ତ ଭଗିଆ ସାଙ୍ଗରେ ଦେଖା ହୋଇଗଲା, ଆଉ ତା ବସାକୁ ଯାଇଥାନ୍ତି କାହିଁକି? ତମେ ତାକୁ ଇଟା ପଡ଼ିଆର ଜମିନ ଦଖଲ ସଭା ନ କରିବାକୁ
କହି ଆସିଛ ତ? ସବୁ କଥା ମୁହଁ ଖୋଲି କହୁନ କିଆଁ? କଳମ ଶାଗ କେରାଏ ତଳେ ଛାଡ଼ି ଦେଇ ସେଥିରୁ ଘାସ ବାଛିଲା ଭଗିଆ ବୋହୂ। ସ୍ତ୍ରୀର କଥା ଶୁଣି ମହିଦାସର ମୁହଁର ରେଖାଗୁଡ଼ିକ ଟାଣ ହୋଇଗଲା। ସେ କହିଲା, ସେ କଥା ତାକୁ ଫିଟାଇ କରି କହିନି। ମୋତେ କାନତରାଟି ବାବୁ ତା ପାଖକୁ ଟଙ୍କା ଦେଇ ପଠାଇଥିଲେ ବୋଲି ବି କହିନି। ତେବେ ଗାଁ ଥଣ୍ଡା ହେବା ଆଗରୁ ତାକୁ ଗାଁ ଆଡ଼େ ନ ଆସିବାକୁ ବାରଣ କରି ଆସିଛି। ଗେରସ୍ତ ମୁହଁକୁ ଆବା କାବା ହୋଇ ଚାହିଁ ରହି ଭଗିଆ ବୋହୂ କହିଲା, 2 ଦିନ ମୁଲମାରା କରି ଭଗିଆକୁ ଯୋଉ କଥା କହିବାକୁ ଯାଇଥିଲ ସେ କଥା ତାକୁ ଖୋଲି କହିଲ ନାହିଁ? ଖାଲି 2ଟା ଶାଢ଼ୀ ଧରି ଚାଲି ଆଇଲ। କହିଥିଲେ ସେ କଥା ରଖିନଥାନ୍ତା। ସେ ଆମର ଆଉ ବୋଲ ମାନିବ ନାହିଁ। କେବଳ ତୁଣ୍ଡ ଗଲୁ ମରିଥାନ୍ତା। ତା ପାଖକୁ ଯାଇନଥିଲି, କିନ୍ତୁ ତାର ଜଣେ ସାଙ୍ଗ ବସାକୁ ଯାଇଥିଲି। ମଲ୍ଲିପଡ଼ାର ସନେଇ। ତା ସାଙ୍ଗରେ ପାଠ ପଢ଼ୁଥିଲା। କିଲଟରିରେ କିରାଣୀ ହୋଇଛି। ସେ କହିଲା, ଭଗିବାପୁ ବିପ୍ଳବ କରି ବାହାରିଛନ୍ତି। ସମାଜ ବିପ୍ଳବ ସେ ବାଧା ମାନିବେ ନାହିଁ। ସମୁଦ୍ରର ଉଞ୍ଚା ଉଞ୍ଚା ଢେଉ ଭଳି ବିପ୍ଳବ ମାଡ଼ି ଆସିବ। ସମାଜରୁ ସେ ଖାଲୁଆ ଜଗକୁ ବାଲିରେ ଭରି ଉଞ୍ଚା କରିଦେବ। ସ୍ୱାମୀର କଥା କିଛି ବୁଝିପାରିଲା ନାହିଁ ଭଗିଆ ବୋହୂ। ପଚାରିଲା, ବିପିରବ କ'ଣ? ସ୍ତ୍ରୀ ଉପରକୁ ଖିଙ୍କାରି ହୋଇ ମହିଦାସ କହିଲା, ତୁ ମାଇପ ଲୋକ, ସେସବୁ ବୁଝିବୁ କ'ଣ? ସବୁ କଥାରେ କ'ଣ ଗଣ୍ଠି ଫିଟେ? ବିପିରବ ନୁହେଁ, ବିପ୍ଳବ। ସେସବୁ ମାଲିକାରେ ଲେଖା ଅଛି। ଭାଗତରେ ବି ଲେଖା ହେଇଛି, ସର୍ବେ ହୋଇବେ ଏକାକାର। ସକାଳର ଖରା କେତେବେଳେ ଆସି ଚାଳଘରର ମଥାନ ଛୁଇଁଲାଣି। ଘରର କେତେ କାମ ବାକି ପଡ଼ିଛି। ମୋତିର ଶ୍ୱଶୁର ବାଧିକି ପଡ଼ିଛି ବୋଲି ତା ଶାଶୁଘର ଗାଁରୁ ଖବର ଆସିଛି। ସେ ଆଜି ଶାଶୁଘରକୁ ଯିବ। ଛୁଆଟାକୁ ନେଇଯାଇଛି ଗାଁ ଭିତରକୁ, ଫେରିନି ଏପର୍ଯ୍ୟନ୍ତ। କଳମ ଶାଗ ବଛା ସରିଲା ନାହିଁ। ଭଗିଆ ବୋହୂ ତରତର ହୋଇ ଶାଗ ବାଛିଲା ବେଳେ ଗୁଣୁଗୁଣୁ ହୋଇ କହିଲା, ଏ ଗାଁରେ ପେଜପିଆ ଲୋକ ପଖାଳଖିଆ ଲୋକର ସିରି ଦେଖି ଶୋଇପାରନ୍ତି ନାହିଁ। ମୋ ପୁଅ ସାର୍ ଚାକିରି କରୁଛି ବୋଲି ସେମାନେ ରବେଇ ଖବେଇ ହେଉଛନ୍ତି। ଉପରେ ଠାକୁର ଥାଇ ସବୁ ଦେଖୁଛନ୍ତି। ଦେଖିବ। ସ୍ତ୍ରୀ ଶେଷ କଥାକୁ ଶୁଣିବାକୁ ଆଉ ଠିଆ ହୋଇ ରହିଲା ନାହିଁ ମହିଦାସ। ସେ ଜାଣେ, ଖୁବ୍ ଗୋଟାଏ ବଡ଼ କଳାହାଣ୍ଡିଆ ମେଘ ଆକାଶରେ ଘୋଟି ରହିଛି। ଝଡ଼ ତୋଫାନ ଉଠାଇ ଆସୁଛି। ଏହି ଝଡ଼ି ବର୍ଷାରେ କାହା ଘରର ଛାତ ଉଡ଼ିଯିବ କିଏ ଜାଣେ। ଭଗିର ସାଙ୍ଗ ସନିଆ ତାକୁ ପୁଅର ବସାକୁ ଯିବାକୁ ମନା କଲା। କହିଲା, ତମେ ଯେ ନବଘନ ସାମନ୍ତରାୟଙ୍କ ପକ୍ଷରୁ ତାକୁ ସିଧାପାଟଣା ଜମି ଦଖଲ ନ କରିବା ପାଇଁ ଆସିଛ ବୁଝାଇବାକୁ। ଏକଥା ଶୁଣିଲେ ସେ ଖୁବ୍ ରାଗିଯିବ। ସେ ସମାଜରେ ବିପ୍ଳବ କରିବାକୁ ଚାହୁଁଛି। ସ୍ତ୍ରୀ ସହିତ ନିଜ ସରକାରୀ ଚାକିରି ଛାଡ଼ି ହରିଜନମାନଙ୍କ ପାଇଁ ସ୍କୁଲ ଡାକ୍ତରଖାନା ବସାଇବାକୁ ବାହାରିଛି। ସେ କାହାରି ବାରଣ ମାନିବ ନାହିଁ। ଆମ କଥା ଶୁଣୁନାହିଁ। ତମ କଥା ବି ଶୁଣିବ ନାହିଁ ମଉସା। ସେ ପୁଅକୁ ଦେଖା ନ କରି ଚାଲି ଆସିବାକୁ ବସିଥିଲା। ଷ୍ଟେସନ ବଜାରରେ ହଠାତ୍ ତା ସାଙ୍ଗରେ ଦେଖା ହୋଇଗଲା। ଭଗିଆର ରୂପ ବଦଳିଛି, କଥା ବି କେମିତି ଅଲଗା ଅଲଗା। ନିଜର ମଇଳା ମସିଆ ଭେକ ଅପରିଚ୍ଛନ୍ନିଆ ଚେହେରା ପାଖରେ ଭଗିଆର ଚକଚକ୍ ଚେହେରା ମାନିବ ନାହିଁ। ସେ ଯଦି ତାକୁ ପୁଅ ବୋଲି ନାଁ ଧରି ଡାକିଦିଏ, ତା ସାଙ୍ଗ କେହି ଦେଖିଦେଲେ ତାର ଇଜ୍ଜତ ରହିବ ନାହିଁ। ସେଥିପାଇଁ ପୁଅକୁ ଦେଖି ସେ ନ ଦେଖିଲା ଭଳି ଗୋଟାଏ ଅନ୍ଧାରୁଆ ଗଳି ଭିତରକୁ ପଶି ଯାଇଥିଲା। ଭଗିଆ କିନ୍ତୁ ଦେଖିପାରିଥିଲା। ଅନ୍ଧାରୁଆ ଗଳିରେ ପୁଅ ସହିତ ତାର କଥାଭାଷା ହେଲା। କିନ୍ତୁ ଯେଉଁ କଥାଟା କହିବ ବୋଲି କାନତରାଟି ବାବୁଙ୍କ ପାଖରୁ ସେ ଟଙ୍କା ନେଇ ସହରକୁ ଯାଇଥିଲା, ସେ କଥା ସେ ମୁହଁ ଖୋଲି କହିପାରିଲା ନାହିଁ। ତା ପାଟିରେ କୋଲପ ପଡ଼ିଗଲା। ସେ ଖାଲି ଚୁମ୍ବକରେ କହିଦେଲା, ଭୁଇଁ ତାତିଛି। ଭୁଇଁ ଥଣ୍ଡା ହେଲେ ଗାଁକୁ ଆସିବୁ। ସହରରୁ ଫେରିଲା ପରେ ସାଆନ୍ତରାୟ ପଚାରିଲେ, ସବୁ କଥା ବୁଝାଇ କହିଲୁ ତ? ସେ କ'ଣ କହିଲା? ସେ ମିଛରେ କହିଲା, ଭଗିଆକୁ ସବୁ କଥା କହିଲି। ସେ ସବୁ ଶୁଣିଲା, କିଛି ଉତ୍ତର ଦେଲା ନାହିଁ। ପୁଅ ତ ମୋ କଥା ନ ମାନି ବ୍ରାହ୍ମଣ ଝିଅକୁ ବାହା ହୋଇ ପଡ଼ିଲା। ଏ କଥା ମାନିବ ବୋଲି କୋଉ ଭରସା ବାବୁ? ସାଆନ୍ତରାୟ ଆଖି ଟୋଳା ନଚାଇ ନଚାଇ ପଚାରିଲେ, ମୁଁ ଯାହା କହିଥିଲି, ସେ ଯଦି ଇଟା ପଡ଼ିଆକୁ ସରକାରକୁ ଉସୁକାଇ ସ୍କୁଲ ହସ୍ପିଟାଲ କରିବାକୁ ଜିଦ୍ ନ ଧରେ, ମୁଁ ତା ପାଇଁ ସହରରେ ଗୋଟାଏ ଘର ତିଆରି କରିଦେବି। କହିଛୁ ନା ନାଇଁ? ମହିଦାସର ପାଟି ଖନି ମାରିଗଲା। ସେ ଆଉ ମିଛ କହିପାରିଲା ନାହିଁ। ସେ ମାନିଗଲା, ନାଇଁ ବାବୁ, ସେ କଥା ଆଉ କହିଲି କୋଉଠୁ? ସରକାରୀ ଚାକିରି ଛାଡ଼ି ନୂଆ ସ୍କୁଲ ନ କରିବାକୁ ବୁଝାଇଲି। କି ଚୋ କିଛି କହିଲା ନାହିଁ। ସାଆନ୍ତରା ରାଗିଗଲେ। କହିଲେ, ଠିକ୍ ଅଛି। ସେ ଯଦି ମୋ ସାଙ୍ଗରେ ଲଢ଼େଇ କରିବାକୁ ଚାହେଁ, ଗାଁ ହରିଜନ ଭାଇଙ୍କ ତୁଣ୍ଡରୁ ଆହାର କାଢ଼ି ନେବାକୁ ଚାହେଁ, ତାହେଲେ ଲଢ଼େଇ ହୋଇଯାଉ। ପଛେ ତ ତୁ ଆଉ ଦୋଷ ଦେବୁନି ମୋତେ। ମହିଦାସ ଚୁପ୍ ହୋଇ ସବୁ କଥା ଶୁଣିଗଲା। କିଛି ଉତ୍ତର ଦେଲା ନାହିଁ। ଲଢ଼େଇ ନୁହେଁ, ଯୁଦ୍ଧ ଲାଗିବ। ମହାଭାରତ ଯୁଦ୍ଧ। ମାଲିକାରେ ତ ଲେଖା ଅଛି ଆଉ ଅଧଦିନ ମହାଯୁଦ୍ଧ ବାକି ଅଛି।
କଳିଯୁଗରେ ସେ ଯୁଦ୍ଧ ଲାଗିବ। କଳିଯୁଗ ଶେଷ ହେବ। ଭଗିଆ କୋଉ ପଟେ ଅଛି? ପାଣ୍ଡବ ପଟେ ନା କୌରବ ପଟେ? ଗତଥର ଯୁଦ୍ଧରେ ତ ପାଣ୍ଡବମାନେ ଜିଣିଥିଲେ, ଏଥର କୋଉ ପକ୍ଷ ଜିଣିବ? ମହିଦାସକୁ ଏ ପ୍ରଶ୍ନର ଉତ୍ତର ଜଣା ନାହିଁ। ଗାଁ ମୁଣ୍ଡ ଓଉଗଛ ପାଖରେ ଗନ୍ଧିଆ ସାଙ୍ଗରେ ଦେଖା ହେଲା। ସେ ହଳେଇ ନେଇ ଯାଉଥିଲା। ତାକୁ ଦେଖି ଅଟକି ଗଲା, ପଚାରିଲା, ସହରକୁ ଯାଇଥିଲୁ ଯେ କ'ଣ ହେଲା ମହିଦା? ଭଗିଆ କ'ଣ କହିଲା? କ'ଣ ଆଉ କହିବ? ସରକାରଙ୍କ ଜମି ସରକାର ନେବେ। କାନତରାଟି ବାବୁ ସରକାରୀ ଜମି ମାଡ଼ି ବସି ଇଟା ପକାଇବା କ'ଣ ଠିକ୍ ହେଉଛି? ତାଙ୍କର ତ ଅନେକ ଜମି ଅଛି। ମହିଦାସର କଥା ଶୁଣି ଗନ୍ଧିଆ କାବା ହୋଇଗଲା। କହିଲା, ସାଆନ୍ତରା ବାବୁ ଏତେ ପଦି ପଦି କରି ବୁଝାଇଲେ, ଆଉ ତୁ ଶେଷକୁ ବୁଝିଲୁ ଖମ୍ବବାଳୁ। 5 ଖଣ୍ଡ ଗାଁର ଲୋକେ ଚାହୁଁଛନ୍ତି ସିଦ୍ଧ ପାଟଣାର ସେ ପଡ଼ିଆ ଜମିରେ ଇଟା ଭାଟି ରହୁ। ଆଉ ତୁ କହୁଛୁ କ'ଣ ନା? ହଉ ହଉ, ତୁ ଯଦି 1200 ବଢ଼େଇ ଭାଇଙ୍କୁ ଛାଡ଼ି ପୁଅର କଥାରେ ଭଳିଗଲୁ ଯା, କିନ୍ତୁ ଆମକୁ ଆଉ ଦୋଷ ଦେବୁ ନାହିଁ। ସେ ଟାକରା ଫୁଟାଇ ବଳଦ ଆଡ଼େଇ ହଳ ନେଇ ଚାଲିଗଲା। ସେଇ ଓଉଗଛ ପାଖରେ ବାବନାଭୂତ ଭଳି ଠିଆ ହୋଇ ରହିଲା ମହିଦାସ। ଆଜି ସମସ୍ତେ ଭଗିଆ ବିରୁଦ୍ଧରେ। ଭଗିଆ ଏକାକୀ ଅଭିମନ୍ୟୁ ଏ ଅଧମ ଯୁଦ୍ଧରେ କ'ଣ ସେ ଜିଣିପାରିବ? ମହିଦାସ ଠିକ୍ ଜଣେ ନାହିଁ, ଜାଣି ମଧ୍ୟ ଲାଭ ନାହିଁ। ତା ଭାବିବା ନ ଭାବିବା ଉପରେ କୌଣସି କଥା ନିର୍ଭର କରେ ନାହିଁ। ସେ ମଧ୍ୟ କାହାକୁ ଦୋଷ ଦେବାକୁ ଚାହେଁ ନାହିଁ। ଏ ତ ଧର୍ମର ଲଢ଼େଇ ନୁହେଁ, ସ୍ୱାର୍ଥର ଲଢ଼େଇ। ବାବା ଡାକୁଛନ୍ତି ବୋଲି ଶୁଣି ପ୍ରେସ୍କ୍ରିପ୍ସନ୍ ଲେଖା ଅଧା ରଖି ଉଠି ପଡ଼ିଲା ଅଳକା। ରୋଗିଣୀଟି ହାଁ କରି ଅନେଇ ରହିଲା ତା ମୁହଁକୁ। ଫୋନ୍ରେ ବାବା ଡାକୁଛନ୍ତି, ଅପେକ୍ଷା କର, ଆସୁଛି। ଅଧୀର ଆନନ୍ଦରେ ଖୁବ୍ ଉତ୍ତେଜିତ ହୋଇପଡ଼ିଥିଲା ଅଳକା। ତା ନହେଲେ ଫୋନ୍ରେ ବାବା ଡାକୁଛନ୍ତି ବୋଲି କହିଲା ବେଳେ ତାର କଣ୍ଠସ୍ୱର ଏମିତି ଲହରେଇ ଲହରେଇ କଣ୍ଠ ନାଡ଼ିଲେ ଲଟେଇ ଯାଆନ୍ତା କାହିଁକି? ବାହାହେଲା ପରେ ସେଇ ଯେ ଥରେ ଆସିଥିଲେ ସେତିକି, ଆଉ ଆସିନାହାନ୍ତି। ସେ ମଧ୍ୟ ଅଭିମାନରେ କେବେ ତାଙ୍କ ପାଖକୁ ଛୁଟି ଯାଇନି, ଫୋନ୍ କରିନି। ଅବଶ୍ୟ ଏଥିପାଇଁ ଭଗୀରଥ ତାକୁ କେବେ ବାରଣ କରିନାହିଁ। କିନ୍ତୁ ନିଜେ ବିନା ନିମନ୍ତ୍ରଣରେ ବାପ ଘରକୁ ଯିବା କଥା ଭାବିଲେ ତା ମନ ଦବି ଯାଉଛି। ଗୋଟାଏ ଧୂଆଁଳିଆ ଦୁଃଖ ତାର ଛାତି ଭିତରେ କୁହୁଳି କୁହୁଳି ମନକୁ ବିଷଣ୍ଣ କରିଦେଇଛି। କୋଉଦିନୁ ବୋଉକୁ ଦେଖିନି, ପିଙ୍କୁକୁ ବି ସେ ଦେଖିନି। ବାପାଙ୍କର ପୁଅ ନଥିଲେ ବୋଲି ସେ ତାକୁ ଡାକ୍ତର ପଢ଼ାଇଥିଲେ। ସେ ନିଜେ ଗୋଡ଼ରେ ଠିଆ ହେବ, ଦରକାର ବେଳେ ସେମାନଙ୍କୁ ସାହାଯ୍ୟ କରି ପୁଅ ନଥିବାର ଦୁଃଖ ଭୁଲାଇ ଦେବ। ଏଇ ଥିଲା ବାପା ବୋଉଙ୍କର ମନର କଥା, ହୃଦୟର ଅବ୍ୟକ୍ତ ଭାଷା। ବାପା ତ ଚାକିରିରୁ ଅବସର ନେଲା ପରେ ସାଙ୍ଗସାଥି ସମସ୍ତଙ୍କୁ କହିଥିଲେ, ଅଳି ମୋର ଝିଅ ନୁହେଁ, ପୁଅ। ମଲା ପରେ ମୋ ମୁହଁରେ ସେ ନିଆଁ ଦେବ ବୋଲି ସେଇ ମୋର ଶେଷ ଇଚ୍ଛାପତ୍ରରେ ଲେଖିଦେଇ ଯିବି। କିନ୍ତୁ ଅସବର୍ଣ୍ଣ ଭଗୀରଥକୁ ବିବାହ କରିବାକୁ ଜିଦ୍ କରି ତାଙ୍କର ସେ ଟାଣ ଅଳକା ନିଜେ ଭାଙ୍ଗିଦେଲା। ତାର ଅସବର୍ଣ୍ଣ ବିବାହକୁ ବାପା ଶତ୍ରୁତା ଭଳି ମନେ କରିବେ ବୋଲି ସେ କଳ୍ପନା କରିନଥିଲା। ସେ କଥା ଜାଣିଥିଲେ ହୁଏତ। ନା, ସେ କଥା ଆଉ ଆଜି ଭାବି ଲାଭ ନାହିଁ। ବେହେରା ପୁଣି ଥରେ ମନେ ପକାଇଦେଲା, ଦିଦି, ଘରୁ ଫୋନ୍ ଆସିଛି ପରା। ମୁଁ ରିସିଭରଟା ଟେବୁଲ ଉପରେ ଓହ୍ଲାଇ ଦେଇ ଥୋଇ ଆସିଛି। ଘରୁ ବାପା ତାକୁ ଫୋନ୍ କରୁଛନ୍ତି। ପ୍ରାୟ ବର୍ଷକ ପରେ ସେ ଜାଣିଥିଲା ବାପା ଦିନେ ତାକୁ କ୍ଷମା କରିବେ। ରକ୍ତର ବନ୍ଧନ ତାଙ୍କୁ ଟାଣି ଆଣିବ। ଝିଅର ଦୋଷକୁ ସେ ସବୁଦିନ ଗଣ୍ଠି ପକେଇ ଧରି ବସିବେ ନାହିଁ। ଦିନେ ନା ଦିନେ ତାଙ୍କର ଡାକର ଆସିବ। ସେ ତରତର ହୋଇ ଫୋନ୍ ପାଖକୁ ଉଠିଗଲା। ହ୍ୟାଲୋ ବାବା। ହଁ ମୁଁ ଅଳି। ହଁ ମୁଁ ଭଲ ଅଛି। କ'ଣ କହିଲେ? ପିଙ୍କିର ବାହାଘର? କେଉଁଠି? ପାତ୍ର କ'ଣ କରେ? ଇଞ୍ଜିନିୟର? ଭଲ, ମୁଁ ନିଶ୍ଚୟ ଯିବି। କିନ୍ତୁ ହଁ, ତାଙ୍କ କଥା କହୁଥିଲି। ମୁଁ ତ ଘରର ଝିଅ, ମୋତେ ଫୋନ୍ରେ କହିଦେଲେ ସେଇ ଯଥେଷ୍ଟ। କିନ୍ତୁ ତାଙ୍କୁ ଅଳକା ବାପା କ'ଣ କହୁଛନ୍ତି ଜାଣିବା ପାଇଁ ଆଗ୍ରହରେ କାନ ପାରିଲା। ଚାରିଟା ପ୍ରସ୍ତାବ ଭାଙ୍ଗିଗଲା କେବଳ ତୋର ଅସବର୍ଣ୍ଣ ବିବାହ ପାଇଁ। ତୋର ଅସବର୍ଣ୍ଣ ବିବାହ ପରେ କେଉଁ କୁଳୀନ ବ୍ରାହ୍ମଣ ଘର ଆମ ଘରୁ କନ୍ୟା ନେବାକୁ ରାଜି ହେବେ? ପିଙ୍କିର ବର ଶାସନୀ ବ୍ରାହ୍ମଣ ଗାଁର ପିଲା। ବରଯାତ୍ରୀ ହୋଇ ଯେଉଁ ଆଚାର୍ଯ୍ୟମାନେ ଆସିବେ, ସେମାନେ ଯଦି ଭଗୀରଥକୁ ଦେଖି ବରଂ ପିଙ୍କିର ବାହାଘର ପରେ କେବେ ସୁବିଧା ଦେଖି। ଅଳି, ତୁ ତ ପିଲା ନୁହଁ, ସବୁ କଥା ଭାବି ଦେଖ। ଅସ୍ପୃଶ୍ୟତା ବିରୁଦ୍ଧରେ ସରକାରୀ ଆଇନ ପାସ୍ ହୋଇଛି, କିନ୍ତୁ ସମାଜର ଆଇନ ବଦଳେ ନାହିଁ। ସମାଜ ତା ନିଜର ଆଇନ ଅନୁସାରେ ଚାଲିଛି। ବାପାଙ୍କ କଥା ଶୁଣି ଅଳକା ଆଖିରେ ଲୁହ ଆସିଗଲା। ସେ ଭଗ୍ନ ଆହତ କଣ୍ଠରେ କହିଲା, ତାଙ୍କୁ ନିମନ୍ତ୍ରଣ ନ କଲେ ମୁଁ କ'ଣ ଏକା ବାହାଘରକୁ ଯିବା ଉଚିତ ହେବ ବାବା? ଆପଣ ମଧ୍ୟ ଆଜିଠାରୁ ଧରି ନିଅନ୍ତୁ, ମୁଁ ଭଗୀରଥୀକୁ ବାହା ହୋଇ ବାଉରାଣୀ ହୋଇଯାଇଛି, ବ୍ରାହ୍ମଣୀ ହୋଇନାହିଁ।
ସେ ରାଗରେ ଅପମାନରେ ଆଉ କ'ଣ ନାହିଁ କ'ଣ କହିଯାଇଥାନ୍ତା। ଡାକ୍ତରଖାନାର ବେହେରାକୁ ଦେଖି ସେ ନିଜକୁ ସମ୍ଭାଳି ନେଲା। ଫୋନ୍ ରଖିଦେଇ ସେ ନିଜ କୋଠରୀକୁ ଫେରି ଆସିଲା। ରୋଗିଣୀକୁ ଅସମାପ୍ତ ପ୍ରେସ୍କ୍ରିପ୍ସନର ଶେଷ କେତୋଟି ଧାଡ଼ି ଲେଖିଦେଇ ବିଦାୟ ଦେଲା। ତାପରେ ଦ୍ୱାର ମୁହଁରେ ଟେବୁଲ୍ ପକାଇ ବସି ରୋଗୀ ନିୟନ୍ତ୍ରଣ କରୁଥିବା ବେହେରାକୁ ଡାକି କହିଲା, ଗୋଟାଏ ଗ୍ଲାସ୍ ଥଣ୍ଡା ପାଣି ଆଣ୍ ତ ରାଜୁ। ଡାକ୍ତରଖାନାର କାମ ସାରି ରିକ୍ସାରେ ବସାକୁ ଫେରିଲା ବେଳେ ତା ମନରେ ଆଉ କୌଣସି ଧୂଆଳିଆ ଦୁଃଖ ନଥିଲା। ଛାତି ଭିତରେ କେଉଁ ଅଦେଖା ଯନ୍ତ୍ରଣା ଅନେକ ଦିନୁ ରହି ନିଆଁ ଭଳି ଦପ ଦପ ହୋଇ ଜଳୁଥିଲା। ସେ ନିଆଁ ଲିଭି ଶୀତଳ ହୋଇଗଲା ଭଳି ତାକୁ ଲାଗିଲା। ବାପା ବୋଉଙ୍କ ଠାରୁ ତାର ଶେଷ ସମ୍ପର୍କର ଡୋର ଛିଡ଼ିଗଲା। ସେ ନିଜେ ନିଜ ହାତରେ ସେ ବନ୍ଧନକୁ ଛିଡ଼ାଇ ଦେଲା, ଯେଉଁଭଳି ପ୍ରସବ ପରେ ମା ଠାରୁ ଛୁଆର ନାଡ଼ିକୁ ଛୁରୀରେ କାଟି ସେ ଛିଣ୍ଡାଇ ଦିଏ। ସେ ନିଜେ ଶେଷଥର ପାଇଁ ନିଜ ପାଖରେ ବାଉରାଣୀ ହୋଇଗଲା। ବ୍ରାହ୍ମଣ ଘରେ ଝିଅ ହୋଇ ଜନ୍ମ ଦେବା ତା ପାଇଁ ଥିଲା ଏକ ଆକସ୍ମିକ ଦୈବୀ ଘଟଣା। ଈଶ୍ୱର ତାକୁ ସଂସାରକୁ ପଠାଇଲା ବେଳେ ସେ ବ୍ରାହ୍ମଣ ଘରେ ଜନ୍ମ ହେବ କି ବାଉରୀ ଘରେ ଜନ୍ମ ହେବ ତା ମତ ପଚାରି ଜନ୍ମ ଦେଇ ନଥିଲେ। ନିଜ ଜନ୍ମ ଉପରେ ତାର କୌଣସି ନିୟନ୍ତ୍ରଣ ନଥିଲା। କିନ୍ତୁ ବଡ଼ ହେଲା ପରେ ଯଦି ସେ ଜଣେ ଅସବର୍ଣ୍ଣ ପୁରୁଷ ପାଇଁ ତା ମନରେ ଭଲ ପାଇବାର ରକ୍ତକରବୀ ରଙ୍ଗ ଚହଟାଇ ଫୁଟି ଉଠିଲା, ଆଉ ସେ ସତ୍ୟକୁ ସେ ଯଦି ସ୍ୱୀକାର କରିଗଲା, ତାହେଲେ ତାକୁ ଏଭଳି ସାମାଜିକ ଶାସ୍ତି ଭୋଗ କରିବାକୁ ହେବ କାହିଁକି? ମନେ ମନେ ହସିଲା ଅଳକା। ବ୍ରାହ୍ମଣ ଅନେକ ଦିନୁ ତାର ବ୍ରହ୍ମତ୍ୱ ହରାଇଛି। ଅବଶିଷ୍ଟ ଅଛି ତାର କେବଳ ଏକ ମାନସିକ କୁସଂସ୍କାର। ସେଇ କୁସଂସ୍କାରକୁ ସେ ଆଜି ମନେ ମନେ ଛିନ୍ନ କରିଦେଇ ପାରିଥିବାର ଆନନ୍ଦରେ ଉଲ୍ଲସିତ ହୋଇ ଉଠିଲା। ଭଗୀରଥ ପାଖରେ ସେ ପିଙ୍କିର ବାହାଘର କଥା ପ୍ରକାଶ କଲା ନାହିଁ। ଦକ୍ଷ ମହାରାଜ ଯଜ୍ଞକୁ ଜାମାତା ଶିବଙ୍କୁ ନିମନ୍ତ୍ରଣ ନ କରି ଯେ କେବଳ କନ୍ୟା ସତୀଙ୍କୁ ନିମନ୍ତ୍ରଣ କରିଥିଲେ, ସେ କାହାଣୀ ମଧ୍ୟ ତାକୁ ସେ ଶୁଣାଇଲା ନାହିଁ। କିନ୍ତୁ ବାପାଙ୍କ ଫୋନ୍ ସମ୍ବାଦ ତା ମନରେ ଯେ ପର୍ଯ୍ୟନ୍ତ ସୁଦ୍ଧା ଏକ ଚାପା ଉତ୍ତେଜନାର ଉଷ୍ମତାରେ ଭରି ରଖିଥିଲା, ସେ କଥା ନିଜ ସ୍ୱାମୀ ପାଖରୁ ସେ ଗୋପନ କରି ରଖିପାରିଲା ନାହିଁ। ଭଗୀରଥ ପଚାରିଲା, ତମେ ଆଜି ଭାରି ଅନ୍ୟମନସ୍କ ଦେଖାଯାଉଛ, କ'ଣ ହୋଇଛି? ଡାକ୍ତରଖାନାରେ କୌଣସି ରୋଗୀର? ଅଳକା କଥାଟା ବାରି ଦେଲା। ନା, ରୋଗୀଙ୍କ ପାଇଁ ନୁହଁ। ଡାକ୍ତରଖାନାର ରାଜନୀତିରେ ମୁଁ ଅଣନିଶ୍ୱାସୀ ହୋଇଗଲିଣି। ଡାକ୍ତରଙ୍କ ଭିତରେ ଗୋଷ୍ଠୀ, ତୃତୀୟ ଶ୍ରେଣୀ, ଚତୁର୍ଥ ଶ୍ରେଣୀ, ମେଡ଼ିକାଲ କର୍ମଚାରୀମାନଙ୍କ ଭିତରେ ଦଳ, ଉପଦଳ। ସରକାରୀ ଡାକ୍ତରଖାନା ଗୋଟାଏ ନର୍କ। ମୋତେ ଆଉ ଭଲ ଲାଗୁନି। ତମ ସିଦ୍ଧପାଟଣା ସେବା ସଦନ କାମ କେତେ ଦୂର କଲା? କାଲି ତ ଯାଉଛୁ। ସେ ପଡ଼ିଆ ଉପରେ ସଭା ହେବ। ଶେଷରେ ମନ୍ତ୍ରୀ ଯିବାକୁ ରାଜି ହୋଇଛନ୍ତି। ସେ ଡାକ୍ତରଖାନା, ସ୍କୁଲ ଗୃହ ନିର୍ମାଣ ପାଇଁ ଶିଳାନ୍ୟାସ କରିବେ। ମନ୍ତ୍ରୀ ଗଲେ ପୋଲିସ ମଧ୍ୟ ଯିବେ। ଏସ୍‌ଡିଓଙ୍କୁ ଖବର ଦିଆଯାଇଛି। ଭାବୁଛି ନବଘନ ସାମନ୍ତରାୟଙ୍କ ବିରୋଧ କଞ୍ଚା ଇଟା ଭଳି ଭାଙ୍ଗି ପଡ଼ିବ। ଠିକ୍ ସେତିକିବେଳେ ରେଡ଼ିଓରେ ଜଣେ ଘୋଷକ ହିନ୍ଦୀ ଭାଷାରେ ଅସ୍ପୃଶ୍ୟତା ବିରୁଦ୍ଧରେ ବିଜ୍ଞାପନ ପ୍ରଚାର କଲା। ଯଦି ଆତ୍ମା ଏକ, ଈଶ୍ୱର ଏକ, ତେବେ ଅସ୍ପୃଶ୍ୟତା। ରେଡ଼ିଓ ବିଜ୍ଞାପନ ପ୍ରଚାର ଶେଷ ହେବା ଆଗରୁ ଅଳକା ରାଗରେ ମୁହଁ ତମ ତମ କରି ସୁଇଚ୍ ବନ୍ଦ କରିଦେଲା। ଭଗୀରଥ କୌତୂହଳରେ ପ୍ରଶ୍ନ କଲା, ରେଡ଼ିଓ ବନ୍ଦ କରିଦେଲ କାହିଁକି? ଅଳକା ପ୍ରତିବାଦ କଲାଭଳି ଉଚ୍ଚ କଣ୍ଠରେ ଉତ୍ତର ଦେଲା, ପ୍ରଚାରରେ ମାନସିକ କୁସଂସ୍କାର ଦୂର ହୁଏ ନାହିଁ, ଆଇନରେ ମଧ୍ୟ ହୁଏ ନାହିଁ। ସେଥିପାଇଁ ଲଢ଼େଇ ଦରକାର, ରକ୍ତାକ୍ତ ଲଢ଼େଇ। ସ୍ତ୍ରୀର କଥା ଶୁଣି ସ୍ୱାମୀ ମୁହଁରେ ବିସ୍ମୟର ତଡ଼ିତ୍ ପ୍ରବାହ ଖେଳିଗଲା। ତେବେ ଏହିଠାରେ ଶେଷ ହେଲା ଔପନ୍ୟାସିକ ବିଭୂତି ପଟ୍ଟନାୟକଙ୍କର ଉପନ୍ୟାସ ଅସବର୍ଣ୍ଣର ଏହି ଭାଗଟି। ଆଗାମୀ ଅଧ୍ୟାୟରେ ଏହି ଉପନ୍ୟାସଟିର ଶେଷ ଭାଗକୁ ଆମେ ଶୁଣିବା। ରହିଲି, ନମସ୍କାର।